ଯଦି ସତିକି ଭାର୍ଜା ରୋଗରେ ପଡିଛି ମତେ କହୁଛ କହିଲି ଇଏ ସତେ ରାମାକୁ ଅଙ୍କେ ମୁଁ ଥାଇବି କି ଏମିତି ବିହଳିତ ହେଇଗଲା କଣ ହେଲା କହିଲ କଣ ହେଲା ମୁଁ ନଥିଲି ସେଦିନ ଗଲା ସ୍ଥିର ମହିଳା ତା ନିଧିରାମ ମହାରାଣା ଆଜ୍ଞା କହିଲା କଳେବର କମ୍ପିଲା କାମ ଜୋର ହେଲା ଦ୍ରୌପଦୀ କି ଦେଖି ଗୋଡ ଖସିଗଲା ପଡିଲା ଅନ୍ଧ ଦୁଲାଳ ଧୃତରାଷ୍ଟ୍ର ପୁଅ ପାଣି କୁଣ୍ଡରେ ପଡି ତା ବାପା ଅନ୍ଧ 100ଟା ପୁଅ ଅନ୍ଧ ତା ବାପା ଧୃତରାଷ୍ଟ୍ର 100ଟା ପୁଅ ଆଚ୍ଛା ପଣ୍ଡୁକର 5ଟା ଗୋଟିଏ ଅଗ୍ରସୂର ନୁହଁ ସାରେ କଣ ଆଙ୍କର ଆଖି ଥାଇକି 5ଟା ଆଙ୍କର ଆଖି ନଥାଏ କି 100 ଯଦି ଆଖି ଥାନ୍ତା ତ ଗୋଟେ ବ୍ଲକ ମଡେଇ ଦେଇଥାନ୍ତେ ଆଖି ଥିବା ଦେଇ ନାହିଁ ଜଣଙ୍କର ପୌରସତା ଅଛି ଶୁକ୍ରାଣୁ ଅଛି ଆଖି ଫୁଟି ଯାଇଛି ସେ ପିଲା ଜନ୍ମ କରିବ ଆଉ ଜଣଙ୍କର ଆଖି ଅଛି ଶୁକ୍ରାଣୁ ନିଷ୍କ୍ରିୟ ହବନି ଆମ ଗାଁ ବିରୁ ହେଲାନି ନା ଆଖି ଠେଇ ତା ଠେଇ କଣ ଅଛି ସେଟା ଠିକ ତ ସେଥିରେ ଆଖିରେ କିଛି କାମ ନାହିଁ ନା ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ଧରାଣ୍ଡୁଛି ତା ଧନୁ କୁଆଡେ ଗଲା ସର କୁଆଡେ ଗଲା ହଁ ପରା ଶେଷରେ ଆସିଲେ ତୃତୀୟ ପାଣ୍ଡବ ଅର୍ଜୁନ ବ୍ରାହ୍ମଣ ପ୍ରଚାର ସେ କରିଦେଲେ କହିଲେ ଇଏ ଆମନ୍ତ୍ରିତ ରାଜା ମାନେ କେହି ସୀତା ସ୍ୱୟଂବର ଦ୍ରୌପଦୀ ସ୍ୱୟଂବର ସେଇଆ ବା ସେ ସ୍ୱୟଂବର ନୁହଁ ନା ନିଜ ଇଚ୍ଛାରେ ସୀତା ଦ୍ରୌପଦୀ ବରଣ କରିନାହାନ୍ତି ବର ନା ସର୍ତ୍ତ ରହିଛି ଯିଏ ଧନୁ ଭାଙ୍ଗିବ ସେ ସୀତା ବିବାହ କରିବ ତାଙ୍କୁ ଯିଏ ଲାଖ ବିନ୍ଧିବ ଦ୍ରୌପଦୀ ତାଙ୍କୁ ବିବାହ କରିବ ଆମନ୍ତ୍ରିତ ରାଜା ତ୍ରେତା ଯୁଗରେ କେହି ଶିବ ଧନୁ ଭାଙ୍ଗି ନଥିଲେ ବିନା ନିମନ୍ତ୍ରଣ ଆସିଥିବା ରାମ ଭାଙ୍ଗିଥିଲେ ଅଯୋଧ୍ୟାକୁ ନିମନ୍ତ୍ରଣ ହେଇଛି କିନ୍ତୁ ସେ ମାଇଚିଆ ରାଜା ଦଶରଥ ଆସିଲା ନା ଭଞ୍ଜ ଲେଖିଛନ୍ତି ମୁଁ ତ ବେଳ ନାହିଁ ବୋଲିବା ନା 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 ରାମ ଆସିଥିଲେ ଦେଖିବାକୁ ସେ କହିଲେନି କି